ପୁର ଜିଲ୍ଲାର ପିଲାମାନଙ୍କ ପାଇଁ ବହୁତ ବଡ଼ ଖୁସିର ଖବର। ଭିଡ଼ିଓକୁ ଆପଣମାନେ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯେଉଁ ପିଲାମାନେ ଏମ୍ ଏ କରିଛନ୍ତି, ଯେଉଁ ପିଲାମାନେ MSc, ଯେଉଁ ପିଲାମାନେ MCom, MPhil, PhD, BA, BSc, BCom, BEd, MEd ବୁଝିଲା ନା ନାହିଁ, ତାର ଅର୍ଥ PG, BEd ଯେଉଁମାନେ କରିଛନ୍ତି ସମସ୍ତେ ଏହି ଭିଡ଼ିଓକୁ ଆପଣମାନେ ନିଶ୍ଚିତ ଭାବରେ ଦେଖନ୍ତୁ। ଯେଉଁମାନେ PG, BD ଏଇସବୁ କରିଛନ୍ତି ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମର ଗୋଟେ ନୂଆ ସ୍କୁଲ ଗୋଟେ ଓପେନ୍ ହେଉଛି। ସେ ସ୍କୁଲର ନାମ ହେଉଛି କ'ଣ ଆପଣମାନେ ଦେଖନ୍ତୁ, ଡ୍ରିମ୍ ଇଣ୍ଡିଆ ଏଜୁକେସନାଲ ଇନଷ୍ଟିଚ୍ୟୁସନ୍। ଡ୍ରିମ୍ ଇଣ୍ଡିଆ ଏଜୁକେସନାଲ ଇନଷ୍ଟିଚ୍ୟୁସନ୍। ଆଉ ସେଥିରେ ଆପଣମାନଙ୍କର ଯେଉଁମାନେ କି BD, BEd ପ୍ଲସ୍ PG କରିଛନ୍ତି, ଯାହାକୁ ଆମେ କହୁଛୁ PGT, ବୁଝିଲା ନା, PGT, TGT ଯେଉଁମାନେ ଅଛନ୍ତି 1-2 ବର୍ଷର ଯାହାର ଏକ୍ସପେରିଏନ୍ସ ରହିଛି, ଟିଚିଂ ଏକ୍ସପେରିଏନ୍ସ ରହିଛି, ଆଉ ସେଇମାନେ କ'ଣ କରିପାରିବେ, ଆପ୍ଲାଏ କରିପାରିବେ। ଆପଣମାନଙ୍କର ସବଜେକ୍ଟ ରହୁଛି କେଉଁ ସବଜେକ୍ଟର ଭ୍ୟାକେନ୍ସି ରହିଛି, ଇଂଲିଶ, ମ୍ୟାଥ୍, ବିଜନେସ୍ ଷ୍ଟଡ଼ିଜ୍, ହିଷ୍ଟ୍ରି, ବ୍ୟାଙ୍କିଂ, ଫିଜିକ୍ସ, ବାୟୋଲୋଜି, ଓଡ଼ିଆ, କେମିଷ୍ଟ୍ରି, ଆକାଉଣ୍ଟାନ୍ସି, ପଲିଟିକାଲ ସାଇନ୍ସ, ଇକୋନୋମିକ୍ସ ଏହିସବୁ ସବଜେକ୍ଟରେ ଆପଣମାନଙ୍କର ଭ୍ୟାକେନ୍ସି ରହୁଛି ନବରଙ୍ଗପୁର ଡିଷ୍ଟ୍ରିକ୍ଟର ସ୍କୁଲରେ। ଆପଣମାନଙ୍କର ଇଣ୍ଟରଭ୍ୟୁ କେବେ ରହିବ ଆପଣମାନେ ଦେଖନ୍ତୁ। ୱାକ୍ ଇନ୍ ଇଣ୍ଟରଭ୍ୟୁ ଆପଣମାନଙ୍କର ମାର୍ଚ୍ଚ 1 ତାରିଖ ଦିନ ରହିବ। ମନେ ରଖନ୍ତୁ 2024 ମାର୍ଚ୍ଚ 1 ତାରିଖ ଦିନ ଆପଣମାନଙ୍କର ରହିବ। ସେଇଦିନ ହେଉଛି ରବିବାର, ସଣ୍ଡେ ଦିନ। ରିପୋର୍ଟିଂ ଟାଇମ୍ ଆପଣମାନଙ୍କର ରହୁଛି 9ଟାରୁ 10ଟା। ଆଉ ଇଣ୍ଟରଭ୍ୟୁ ଲୋକେସନ୍ ଆପଣମାନଙ୍କର କେଉଁ ଜାଗାରେ ହେବ, ଡ୍ରିମ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସ୍କୁଲ କଂସାରିଗୁଡ଼ା ଠାରେ ଆପଣମାନଙ୍କର ହେବ। ନବରଙ୍ଗପୁର ଠାରେ କଂସାରିଗୁଡ଼ା ଅଛି ଡ୍ରିମ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସ୍କୁଲ। ଆଉ ଆପଣମାନେ କ'ଣ ନେଇକି ଯିବେ, କ୍ୟାଣ୍ଡିଡେଟ୍ ସୁଡ୍ ବ୍ରିଙ୍ଗ ବାୟୋଡାଟା, ଫଟୋକପି ଏହିସବୁ ଆପଣମାନେ ନେଇକି ଯିବେ। ଆଉ ଆପଣମାନଙ୍କର ଯେଉଁ ଏଜୁକେସନାଲ କ୍ୱାଲିଫିକେସନ୍ ଅଛି ଆଉ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଅଛି ସବୁ ଆପଣମାନେ ନେଇକି ଯିବେ। ଆପଣମାନଙ୍କର ଯଦି କିଛି ଡାଉଟ୍ ରହୁଛି ଆପଣମାନଙ୍କୁ ଏଇ ଯେଉଁ ତଳେ ନମ୍ବରଟା ଦିଆଯାଇଛି, ଏହି ନମ୍ବରରେ ଆପଣମାନେ କଲ୍ କରିକି ଅଧିକ ଇନଫର୍ମେସନ୍ ଆପଣମାନେ ପାଇପାରିବେ। ତ ଆପଣମାନଙ୍କୁ ଯେତେଜଣ ଏହି ଭିଡ଼ିଓ ଦେଖୁଛନ୍ତି ଆପଣମାନଙ୍କୁ ମୁଁ କହିଦେବା ପାଇଁ ଚାହେଁ, ନବରଙ୍ଗପୁର ଡିଷ୍ଟ୍ରିକ୍ଟର ଯେକୌଣସି ଭ୍ୟାକେନ୍ସି ବାହାରେ, ଯେକୌଣସି ଜବ୍, ପ୍ରାଇଭେଟ୍, ଗଭର୍ଣ୍ଣମେଣ୍ଟ, କଣ୍ଟ୍ରାକ୍ଚୁଆଲ୍ ଯେକୌଣସି ଜବ୍ର ଭ୍ୟାକେନ୍ସି ବାହାରେ ମୁଁ ସାଙ୍ଗେ ସାଙ୍ଗେ ଆପଣମାନଙ୍କୁ ଅପଡ଼େଟ୍ ଦେଇଥାଏ। ସେଥିପାଇଁ ମୋର ଏହି ଚ୍ୟାନେଲକୁ ଆପଣମାନେ କ'ଣ କରନ୍ତୁ, ସପୋର୍ଟ କରନ୍ତୁ, ସବସ୍କ୍ରାଇବ୍ ଗୋଟେ କରିଦିଅନ୍ତୁ, ଆଉ ଗୋଟେ ଲାଇକ୍ ଗୋଟେ କରିଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ।